ସମବେତ ଆସିଲେ ପ୍ରଭୁଙ୍କ ପାଖରେ ପରିବେଷଣ କରିବେ। ଆମେ ସମସ୍ତ ଔଷଧ କରିବେ ତାଙ୍କୁ ସ୍ୱାଗତ କରିବା। ସେ ଆଶ୍ଚର୍ଯ୍ୟମାନ ତାଙ୍କର ସମସ୍ତ ବର୍ଗ ମହତ୍ ଏବଂ ଆଶ୍ଚର୍ଯ୍ୟ। କିନ୍ତୁ ତାଙ୍କର ସମଗ୍ର ବିଶିଷ୍ଟ କର୍ମ ହିଁ ସେ ସାଧନ କରନ୍ତି। ତାର ପ୍ରଭୁଙ୍କ ନାମ ଧନ୍ୟ ହେଉ। ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଏହି ପବିତ୍ର ବିବାହର ଉତ୍ସବରେ ସର୍ବୋପରି ସକ୍ରିୟତା ପୂର୍ବକ ଯୋଗ ଦେଉଥିବା ସମ୍ମିଳନୀର ମୁଖ୍ୟ କର୍ମକର୍ତ୍ତାମାନଙ୍କ କତିରେ ଏବଂ ଆଉ ଶାଖା ସମ୍ମିଳନୀର କର୍ମକର୍ତ୍ତା କର୍ମକର୍ତ୍ରୀମାନଙ୍କ କତିରେ ପୁଣି ମଞ୍ଚସିନ ଅଭିଷିକ୍ତ ଜନମାନଙ୍କ କତିରେ ସମସ୍ତ ବିଶ୍ୱାସିନୀ ଭାଇ ଭଉଣୀ ପୁଣି ଡାଇରେକ୍ଟରମାନଙ୍କ କତିରେ ପ୍ରଭୁ ଯୀଶୁଙ୍କ ନାମରେ ସମ୍ମାନ ଏବଂ ପ୍ରେମ ନମସ୍କାର ଜଣାଏ। ନମସ୍କାର। ପ୍ରଭୁ ଧନ୍ୟବାଦ ଦିଏ ଯେ ବିଳମ୍ବ ହେଲେ ଆପଣମାନେ ଧୈର୍ଯ୍ୟ ଧରି ଅଂଶନ ହେଇ ଝାଳ ପୋଛି ହେଇ ଅପେକ୍ଷା କରିଛନ୍ତି। ମୁଁ ଦେଖୁଛି very presence ଅଛି এই বিবাহ উৎসবের জগৎ। তথাপি ମୁଁ ଗୋଟିଏ ଉପାୟ କରିବାକୁ ଚାହୁଁଛି ଯେ ଯାହା ମୁଁ କହିବି ଅଳ୍ପ ସମୟ କିନ୍ତୁ ତାଙ୍କୁ ପ୍ରଭାବିତ ନାହିଁ ବୋଲି ମୁଁ ଭାବୁଛି ସଂକ୍ଷିପ୍ତତା ଦୃଷ୍ଟିରେ। କିନ୍ତୁ ଗୋଟିଏ ପ୍ରଥମେ ପଢ଼ିବାକୁ ହେବ। ଆଉ ଆସନ୍ତୁ ସେ ସମସ୍ତ ପଢ଼ିବା ଆଲୋଚନା କରିବା ପୂର୍ବରୁ ମୁଁ ପ୍ରାର୍ଥନା କରିବି। ସର୍ବଶକ୍ତିମାନ ପ୍ରଭୁ ତୁମ ଗୌରବ ନାମ ଧନ୍ୟ ହେଉ। ତୁମର ସମସ୍ତ ନାମ ଅପେକ୍ଷା ତୁମର ବ୍ୟବସ୍ଥାକୁ ତୁମ ବାକ୍ୟକୁ ତୁମେ ମହତ କରିଛ। ଆଜି ବି ଆଲୋଚନାରେ ସର୍ବଭକ୍ତି ହୁଅ। ଯୀଶୁଙ୍କ ନାମରେ ପ୍ରାର୍ଥନା କରି ଆମେନ୍। ମୋର ମୂଳ ଆଲୋଚନାର ବିଷୟ ହେଉଛି ମାଥ୍ୟୁ 19:14। ପଢ଼ିପାରିବ କି ପିଲାମାନେ? ପ୍ରାୟତଃ ବାହାଘର ବେଳେ ବାଇବେଲ ନଥାଏ। ପ୍ରଭୁଙ୍କ ବାକ୍ୟରେ ଆଶୀର୍ବାଦ କରୁଛୁ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ଦାସଦାସୀମାନେ, এই 6 ପଦର ସବୁ ଅଂଶ ଭିତରୁ ମୁଁ ଯେଉଁ ଅଂଶକୁ ବ୍ୟବହାର କରିବି ତାହା ହେଉଛି ଈଶ୍ୱରୀୟ ସଂଯୁକ୍ତ। ହାଲେଲୁୟା। ଈଶ୍ୱରୀୟ ସଂଯୁକ୍ତ। ଆଉ ଈଶ୍ୱରୀୟ ସଂଯୁକ୍ତ ଗୋଟେ ଏପରି ମହତ୍ ବିଷୟ ଯେ କାରିଗରମାନେ ଦୁନିଆରେ କେତେ ଅଛନ୍ତି। ଏମିତି କାରିଗରରେ ସଂଯୁକ୍ତ କରିଛନ୍ତି କାନ୍ଥ ବାଡ଼ିକୁ କୋଟିଂ ଦେଇ ଯେ ଇଟାର ଜଏଣ୍ଟ କୋଉଠି ଅଛି ଆମେ ହଠାତ୍ ଦେଖିକି କହିପାରିବା ନାହିଁ। ଏଭଳି ତିଆରି ହେଇଛି ଇଭେନ୍ ସେ ମିସ୍ତ୍ରୀ ବି କହିପାରିବନି। ପରମେଶ୍ୱର ଯାହା ସଂଯୁକ୍ତ କରିଛନ୍ତି ତାହାର ସଂଯୁକ୍ତ ଗୋଟିଏ ସମୟରେ ଆଉ ଗୋଟିଏ ସଂଯୁକ୍ତର ମୁଁ 7ଟି କଥା ବର୍ତ୍ତମାନ କହିବାକୁ ଯାଉଛି। ଗୋଟିଏ ସାଙ୍ଗରେ ଆଉ ଗୋଟେ ତାର 7ଟି ରହସ୍ୟ। ଭଲ ଭାବରେ ଶୁଣନ୍ତୁ। ପ୍ରାୟ ବିବାହ ସମୟ ମାନଙ୍କରେ ବାକ୍ୟ ଘୋଷଣା ହେବା ଜରୁରୀ କିନ୍ତୁ ଆଉ ଶୁଣିବା ମଧ୍ୟ ଜରୁରୀ। ଆଉ ଯଦି ଦରକାର ହୁଏ ମୁଁ ପଢ଼ିବା ପାଇଁ କହୁଥିଲି। ସଂଯୁକ୍ତର ମହତ୍ଵ 7 ବାହାରେ ମୁଁ ଗୋଟିଏ କଥା କହିଛି ଯେ ତାର ନାମ କ'ଣ? ଉପଦେଶକ 7 ପର୍ବର 27 ସଂଯୁକ୍ତର ରହସ୍ୟ 2ଟା କି 3ଟା କହିବି। ତାପରେ ଆପଣ 7 ନମ୍ବରକୁ ଆମେ ଯିବା ସମସ୍ତେ। ଉପଦେଶକ କହନ୍ତି, ଦେଖ ମୁଁ ତତ୍ତ୍ୱ ଜାଣିବା ପାଇଁ ଏକ ବିଷୟକୁ ଅନେକ ଶ୍ରେଣୀରେ ରଖି ଏହା ପାଇଅଛି। ଜାଣିବା ପାଇଁ ରହସ୍ୟ କ'ଣ
ଯେକୌଣସି ପଦ ସହଜ ଲାଗୁଥିବ ତାକୁ ଜଟିଳ କରିବା ପାଇଁ ଆଉ ଗୋଟେ ପଦ ଯଦି ଥିବ ତାକୁ ମିଶେଇଲା ପରେ ଆଲୋଚନା କଲେ ଆପଣ ଗଭୀରକୁ ଯାଇପାରିବେ, ନହେଲେ ଯାଇପାରିବେ। ଏଇଟା ହଉଛି ପ୍ରଥମ କଥା। ଦ୍ୱିତୀୟ, ସଂଯୁକ୍ତର ମହତ୍ଵ ଶୁଣିଲେ ଯାତ୍ରା 38 ପର୍ବର 28 ପଦ। Praise the Lord. ଆଜ୍ଞା। ସେହି 1,775 ସେକଲ ରୂପାରେ ସେ ସ୍ତମ୍ଭ ନିମନ୍ତେ ଆଗଡ଼ ନିର୍ମାଣ କଲେ ଓ ବହୁଳ ମୋଡାଳି ମଣ୍ଡିତ ଛଞ୍ଚିଆରେ ସଂଯୁକ୍ତ କଲେ। ଯେପରି ସେବାର ସମାଗମ ତମ୍ବୁର ତିଆରି ଏଭଳି ସଂଯୁକ୍ତ କରିବେ, କେହି ଧରି ପାରିବେନି କୋଉଠି ଜଏଣ୍ଟ ଅଛି, କୋଉଠି ନଟ୍ ବୋଲ୍ଟ ଲାଗିଛି, କଣ ରହସ୍ୟ ଧରିପାରିବେନି। ତୃତୀୟ ସଂଯୁକ୍ତର ରହସ୍ୟ ଶୁଣନ୍ତୁ। ଯେହେତୁ 37 ପର୍ବର 7 ପଦ। ଜୟ ସର୍ବଶକ୍ତିମାନ। ଏଥିରେ ମୋତେ ଯେପରି ଆଜ୍ଞା ହୋଇଥିଲା ତଦନୁସାରେ ମୁଁ ଭବିଷ୍ୟତ ବାକ୍ୟ ପ୍ରଚାର କଲି। ପୁଣି ମୁଁ ପ୍ରଚାର କରୁ କରୁ ଏହା ଶବ୍ଦ ହେଲା ଓ ଦେଖ ଭୂମିକମ୍ପ ହେଲା, ଆଉ ଅସ୍ଥି ସକଳ ଏକତ୍ର ହୋଇ ପ୍ରତ୍ୟେକ ଅସ୍ଥି ଆପଣ ଅସ୍ଥି ସହିତ ସଂଯୁକ୍ତ ହେଲେ। ଯେଣୁ ତାହା ନହେଲେ ଜୀବିତ ସେମାନେ ଠିଆ ହେଇପାରିବେ ନାହିଁ। ଶୁଷ୍କ ଅସ୍ଥି ସକଳ କିନ୍ତୁ ଶୁଖିଲା ହାଡ଼ ବୋଲି ବୁଝନ୍ତୁ ଯେ ବାଇବେଲ ସେମିତି କହୁନାହିଁ। ତାହା ଇସ୍ରାଏଲ ସନ୍ତାନ ମାନଙ୍କର ଆଧ୍ୟାତ୍ମିକ ପ୍ରଥମ ଅବସ୍ଥାକୁ ବୁଝାଏ। ତାହା କେବଳ ଆଖିରୂପ ହାଡ଼ ନୁହେଁ। ଅନେକ ଲୋକ ଆଖିରୂପ ହାଡ଼ ବୋଲି ମଧ୍ୟ କହିବାର ଆମେ ଶୁଣିଛୁ, ଶୁଣିବେ। ବାଇବେଲ ପ୍ରମାଣ କରୁଛି। ତେଣୁ ସଂଯୁକ୍ତର ରହସ୍ୟ ହେଉଛି ଠିକ୍ ହାଡ଼ ଯୋଉଠି ଯୋଉ ହାଡ଼ ମିଶିବା କଥା ସେଇଠି ମିଶିବ। ଏହା ହେଉଛି ସଂଯୁକ୍ତର ରହସ୍ୟ। ଶୁଣନ୍ତୁ, ସଂଯୁକ୍ତ 7 ଭାଗର ମଧ୍ୟରୁ ପ୍ରଥମ ଭାଗ କାହା ସଙ୍ଗେ କାହାର ସଂଯୁକ୍ତ ହବ ହେବାର ଜରୁରୀ ବୋଲି ଆମକୁ ଧର୍ମଶାସ୍ତ୍ର କୁହେ। ପ୍ରଥମ ରହସ୍ୟ ହେଉଛି ରୋମ 7 ପର୍ବର 4, ତାର ଆନୁଷଙ୍ଗିକ ପ୍ରଥମ କଣ୍ଠି 6:17। ଶୁଣନ୍ତୁ ଭଲ। ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ତୁମ୍ଭେମାନେ ମଧ୍ୟ ବ୍ୟବସ୍ଥା ପ୍ରତି ଦ୍ରୁତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍ ଆମ୍ଭେମାନେ ଈଶ୍ୱରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଅଛନ୍ତି ତାହାଙ୍କ ସହିତ ସଂଯୁକ୍ତ ହୁଅ। ଯେଣୁ କାହା ସହିତ ସଂଯୁକ୍ତ ହେବାର ପ୍ରଥମ ରହସ୍ୟ କଣ? ମୃତ୍ୟୁଞ୍ଜୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବାର ଅଛି। ଏହା ଜରୁରୀ ପ୍ରିୟ ଖ୍ରୀଷ୍ଟିଆନ ଭାଇମାନେ। ସଂଯୁକ୍ତ କହିଲେ ମୁଁ ତାକୁ ସଂଯୁକ୍ତକୁ କହିଲି ଆପଣଙ୍କୁ, ଆଉ ଜଏଣ୍ଟ ଜଣା ପଡ଼ିବ ନାହିଁ କି କିଏ ଖସେଇ ପାରିବେ ନାହିଁ। ସେଭଳି ପ୍ରଭୁଙ୍କ ସହିତ ପ୍ରଥମେ କରିବା ଦରକାର ହେବନି ଯେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୁଏ ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ। এইভাবে ভাবে প্রথম নম্বর সংযুক্ত স্বামী স্ত্রী মানে জানিবার আছে, বিশ্বাসী মানে জানিবার আছে, বর্তমান বড় কন্যা জানিবার আছে যে সংযুক্ত রহস্য কଣ, বিবাহের সংযুক্ত রহস্য কଣ? প্রভুଙ୍କ ସହିତ ସଂଯୁକ୍ତ ନମ୍ବର 1। ନମ୍ବର 2 ଶୁଣନ୍ତୁ, ସ୍ୱର୍ଗୀୟ ନଗର 122 ଗୀତ ସଂହିତାର 3 ପଦ। ସ୍ୱର୍ଗୀୟ ନଗର ସହିତ ନଗର ସହିତ ହେ ଜେରୁସାଲେମ, ତୁମେ ସଂଯୁକ୍ତ ଏକ ନଗର ତୁଲ୍ୟ ନିର୍ମିତ ସଂଯୁକ୍ତ ହୋଇଅଛ। ନା ସୁସଂଯୁକ୍ତ? ହେ ଜେରୁସାଲେମ, ତୁମେ ସୁସଂଯୁକ୍ତ ଏକ ନଗର ତୁଲ୍ୟ ନିର୍ମିତ ଥ୍ୟାଙ୍କ ୟୁ। ହୋଇଅଛ। ବସ ବରାବର। ସୁସଂଯୁକ୍ତ ନଗର ଗୋଟେ ସ୍ୱର୍ଗୀୟ ନଗର। ତାର ରହସ୍ୟ କଣ? ନ କହିବାକୁ ଭଲ ଲାଗୁନି। ପ୍ରକାଶିତ 21:3। ପୁଣି ମୁଁ ପବିତ୍ର ନଗରରେ ବସି ବା ଅର୍ଥାତ୍
ता कन्या होची से स्वर्गीय नगरी द्वितीय कथा हमको कहली जे सुसंयुक्त रहस्यमान या तृतीय नंबर स्वरूप पीड़ित दुई प्रकार 47 पदरे मंदिर सहित विश्वास संयुक्त संयुक्त दरकार ଏବଂ ସମସ୍ତ ଲୋକଙ୍କର ପ୍ରିୟ ପାତ୍ର ହେଉଥିଲେ। ପୁଣି ପ୍ରଭୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ଡଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ। ଯେଉଁ ଆମର ସଂଯୁକ୍ତର ପରବର୍ତ୍ତୀ ବିଷୟ ହେଉଛି ମଣ୍ଡଳୀ ସହିତ ଏଭଳି ସମ୍ପର୍କ ଆପଣଙ୍କର ରହିବା ଦରକାର ଯେ ବିଲକୁଲ ଫାଟକ ନଥିବାକୁ ପଡ଼ିବ। ତାପରେ ପରିତ୍ରାଣ ପ୍ରାପ୍ତ ଲୋକମାନେ ହିଁ ମଣ୍ଡଳୀ ସହିତ ଆମେ ନାନା କର୍ମ କରିଥାଇ ମଧ୍ୟ ପ୍ରଭୁଙ୍କ କର୍ମ ମଣ୍ଡଳୀର କର୍ମ ମଧ୍ୟ କରୁଛୁ। ତାହା ଯଥାର୍ଥ ନୁହେଁ ପରିତ୍ରାଣ ପ୍ରାପ୍ତ ହିଁ ସଂଯୁକ୍ତ ହେବାଛି। ପରବର୍ତ୍ତୀ ସଂଯୁକ୍ତ ପରମେଶ୍ୱରଙ୍କର ବାକ୍ୟ ସହିତ ପରମେଶ୍ୱରଙ୍କର ବୁଦ୍ଧ ସହିତ ଲେଖା ଅଛି ଯେ ପରିବାର ବର୍ଣ୍ଣନ ଅବଶ୍ୟ ହିତୋପଦେଶ 22 ନମ୍ବର 18 କାହା ସହିତ ପରମେଶ୍ୱରଙ୍କ ବୁଦ୍ଧର ସଂଯୁକ୍ତ ହେବାଛି। ମାନେ ସତର୍କରେ ତାହା ମାନେ କଣ ଜଣାପଡ଼ିବ। ଯେହେତୁ ତୁମେ ତାହା ହୃଦୟରେ ରଖିଲେ ସତର୍କରେ ତାହାଟା କଣ ଜଣାପଡ଼ିବ। ତୁମେ ଆପଣ କର୍ଣ୍ଣ ଡେରି ଜ୍ଞାନବାନମାନଙ୍କ କଥା ଶୁଣ, ପୁଣି ମୋ ବିଦ୍ୟାରେ ଆପଣ ମନ ଲଗାଅ। ଯେହେତୁ ତୁମେ ତାହା ହୃଦୟରେ ରଖିଲେ ଓ ଦୁଃଖ ଅଷ୍ଟାଧାର ସଙ୍ଗେ ତାହା ଏକତ୍ର ସଂଯୁକ୍ତ କଲେ ଆହ୍ଲାଦଜନକ ହେବ। ଈଶ୍ୱରଙ୍କ ବୁଦ୍ଧ ସହିତ ଆପଣଙ୍କର ମୁଖ ଇଷ୍ଟ ଏଭଳି ସଂଯୁକ୍ତ ହେବାର ଅଛି। ଆଉ ଗୋଟେ କହିବାର ସମୟ ନାହିଁ। ଆମେ ଈଶ୍ୱରଙ୍କ ବାକ୍ୟର ତତ୍ତ୍ୱ ସହିତ ଆଧ୍ୟାତ୍ମିକ ଜ୍ଞାନ ବିଦ୍ୟାର ସହିତ ଆମେ ପୁଙ୍ଖାନୁପୁଙ୍ଖ ଅତପ୍ରତ ହେଇବା ପାରୁନାହୁଁ। ହେବାକୁ ପଡ଼ିବ। ସଂଯୁକ୍ତ ରହିଲେ ଆପଣ ହଁ କଲେ ଈଶ୍ୱରର ତତ୍ତ୍ୱପୂର୍ଣ୍ଣ ବାକ୍ୟ ବାହାରୁଥିବାକୁ এটা হচ্ছে সংযুক্ত। পুଣି ଆପଣଙ୍କୁ ପରବର୍ତ୍ତୀ ସଂଯୁକ୍ତ କଥା କହିବି। ଏଭଳି 6 ପର୍ବର ନାଁ ପରିତ୍ରାଣ ସହିତ ସଂଯୁକ୍ତ। ନ ହେଇ ଜଣେ ଖ୍ରୀଷ୍ଟିଆନ ହେଇପାରିବ ନାହିଁ। କିରି ବଡ଼ ଲୋକ ହଉ, ଚାକିରି କର, ଧନୀ ହଉ, ଯାହା ବି ହଉ। ପ୍ରେଜ୍ ଦ ଲର୍ଡ। କିନ୍ତୁ ହେ ପ୍ରିୟମାନେ, ଆମ୍ଭେମାନେ ଯଦ୍ୟପି ଏହିପରି କହୁଅଛୁ, ତଥାପି ତୁମ୍ଭମାନଙ୍କ ଅବସ୍ଥାରେ ତାହାଠାରୁ ଉତ୍ତମ ଓ ପରିତ୍ରାଣ ସଂଯୁକ୍ତ ଏହା ଆମ୍ଭେମାନେ ଦୃଢ଼ ରୂପେ ବିଶ୍ୱାସ କରୁଅଛୁ। ନିଶ୍ଚୟ ପ୍ରତ୍ୟେକଙ୍କର ଲାଇନ୍ ଅଭ୍ୟାସରେ ପ୍ରାକ୍ଟିସ କରି ଚଳିଯିବା କେବେ ରକ୍ଷା ନୁହଁ। ମାତ୍ର ଖ୍ରୀଷ୍ଟିଆନିଟି ହିସାବରେ କେବେ ସୁରକ୍ଷା ନାହିଁ। ପରିତ୍ରାଣ ପାଇବାକୁ ବାଧ୍ୟ। ଆପଣ ୟା ସାଙ୍ଗରେ ସଂଯୁକ୍ତ ହେବେ ଯେ ପରିତ୍ରାଣ ସାଙ୍ଗରେ ସଂଯୁକ୍ତ ହେବାଛି ନିଶ୍ଚିତ ଭାବରେ। ପୁଣି ଆପଣଙ୍କୁ ପରବର୍ତ୍ତୀ କଥା କହିବି। ଜଣେ ପରମେଶ୍ୱରଙ୍କ ଲୋକଙ୍କ ସହିତ ଯେଉଁମାନେ ପ୍ରକୃତରେ ଆହୁତ ପ୍ରକୃତ ମନୋନୀତ ତାଙ୍କ ସହିତ ସର୍ବସାଧାରଣ ବିଶ୍ୱାସୀ ମାନଙ୍କର ମଧ୍ୟ ତଦ୍ଭୁତ ରହିବା ଦରକାର। ନେହେମିୟା 11 ପର୍ବର 36 ଆଉ ଜିହୁଦା ସମ୍ପର୍କୀୟ ନାନା ପାଣିଯୁକ୍ତ କେତେକ ଲେବୀୟ ଲୋକ ବିନ୍ୟାମୀନ ସହିତ ସଂଯୁକ୍ତ ହେଲେ। ସେମାନେ ପରମେଶ୍ୱରଙ୍କ ସହିତ ଗଣନା 18 ଯେ ସଂଯୁକ୍ତ ହେବାର କାରଣ ଈଶ୍ୱରଙ୍କ ସେବା ନିମନ୍ତେ ଆପଣ ଯେଉଁମାନେ ଈଶ୍ୱରଙ୍କ ସେବା କରୁଛନ୍ତି, ଯେମିତିକି ବର୍ତ୍ତମାନ ଗୋଟେ କଥା ବାହାରିଛି ଯାଅ କିମ୍ବା ପଠାଅ। ଯଦି ଯାଇପାରୁନାହାନ୍ତି, କରିପାରୁନାହାନ୍ତି, ସେମାନଙ୍କ ସହିତ ସମ୍ପର୍କ ରଖନ୍ତୁ। କରିବାକୁ ତ କରୁଛନ୍ତି, ପରିଶ୍ରମ କରିବାକୁ ତ କରୁଛନ୍ତି, ଆପଣ ସେମାନଙ୍କ ସହିତ ସମ୍ପର୍କ ରଖନ୍ତୁ। ତେଣୁ ତା ଉପରେ ଗୋଟିଏ କଥା ମୁଁ କହିବି ପ୍ରାୟ ଶେଷରେ ଯେ କୌଣସି ଯେଉଁ ପର୍ବରେ ପ୍ରଭୁଙ୍କ ପର୍ବକୁ ଧନ୍ୟ ହଉ। ମୋହର ଉଦ୍ଦେଶ୍ୟ ଏହି, ଯେପରି ସେମାନଙ୍କ ହୃଦୟ ଉତ୍ସାହିତ ହୁଏ, ପୁଣି ସେମାନେ ଜ୍ଞାନର ପୂର୍ଣ୍ଣ ନିଶ୍ଚୟତା ରୂପ ସମସ୍ତ ଧନ
ଅଛି ପରମେଶ୍ୱରଙ୍କ ଲୋକମାନେ ପରମେଶ୍ୱରଙ୍କ ଲୋକଙ୍କ ସଙ୍ଗରେ ନିର୍ଦ୍ୱନ୍ଦ ଭାବରେ ସଂଯୁକ୍ତ ସମ୍ପର୍କ ସହଭାଗିତା ଥାଉ। ଜଣେ ପରମେଶ୍ୱରଙ୍କ ଲୋକ ଆଉ ଜଣେ ପରମେଶ୍ୱର ସହିତ କଥା ନୁହଁ ଦେଖା ଦେଖି ଶୈତାନର କାମ ନା ଆପଣଙ୍କ କାମ ତାହା ମୋ ଠାରେ ଥାଉ କି ଆପଣଙ୍କ ଠାରେ ଥାଉ। ଈଶ୍ୱରଙ୍କ ତତ୍ତ୍ୱ ଜାଣିବା ପାଇଁ ପରମେଶ୍ୱରଙ୍କ ପୁତ୍ରଙ୍କର ନିବିଡ଼ ତତ୍ତ୍ୱ ବୁଝିବା ପାଇଁ ଆମ ପରସ୍ପର ମଧ୍ୟରେ ପ୍ରେମର ସଂଯୁକ୍ତ ନିହାତି ଦରକାର। ଏହା ଯଦି ନାହିଁ ଆପଣ ଖ୍ରୀଷ୍ଟିଆନ ନୁହନ୍ତି କିଏ ସାର୍ଟିଫିକେଟ ଦେଲେ ମଧ୍ୟ ଖ୍ରୀଷ୍ଟିଆନ ହେଇପାରିବେନି। ପ୍ରେମର ସଂଯୁକ୍ତ ଦରକାର। ଆସନ୍ତୁ ଏଭଳି ସଂଯୁକ୍ତ ମାନ ମଧ୍ୟରେ ମୂଳ ହେଉଛି ସ୍ୱାମୀ ସ୍ତ୍ରୀ। ଏପରି ସଂଯୁକ୍ତର କଥାକୁ ମୁଁ ବର୍ଣ୍ଣନା କରିବି ନାହିଁ। ଆପଣଙ୍କ ରୁମାଲ ତିନି ଗଲାଣି ଦେଖୁଛି ମୁଁ ଯାହା ମୁଁ କିନ୍ତୁ ବେଶୀ ଗରମ ହେଲେ ସମର୍ପିତ ହେଇଯାଏ ଚାହା ମୁଁ ଏମିତି କରିବାକୁ ମୋର ଅଭ୍ୟାସ ନାହିଁ। ଯାହା ହେବ କାହିଁକି ମୋତେ ସନ୍ତୁଷ୍ଟ କରିବାକୁ। ତେଣୁ ସ୍ୱାମୀ ସ୍ତ୍ରୀର ସଂଯୁକ୍ତର ଅର୍ଥ ହେଉଛି ସେମାନେ ଗୋଟିଏ ଅଙ୍ଗ। କଣ ଏଇଟା ବହୁତ ଲମ୍ବା ଚଉଡ଼ା କଥା। ଗୋଟିଏ ଅଙ୍ଗ କଣ? ଆମର ତ 10ଟା ଆଙ୍ଗୁଠି ଅଛି, 2ଟା ହାତରେ, ଗୋଡ଼ରେ 20ଟା ଆଙ୍ଗୁଠି ଅଛି। ଅଙ୍ଗ ଗୋଟିଏ କଣ? ଆଖି 2ଟା ଅଛି, ମୋ ସ୍ତ୍ରୀର 2ଟା ଅଛି। ମୋ ସ୍ତ୍ରୀ ଆଖି ଟିକେ ବଡ଼ ହେଇପାରେ କି ମୋ ତା ଟିକେ ସାନ ହେଇପାରେ। এটা ছিল ଅଲଗା କଥା। ଗୋଟେ ଆଖି କେମିତି ହବ? ଗୋଟେ କାନ କେମିତି ହବ? ତାର କାନ ଖୋଲା ହେଇପାରେ, ମୋ କାନ ଖୋଲା ହେଇପାରେ। ଗୋଟେ କେମିତି ହବ? এটা ହୃଦୟ ଭାଇର ଦରକାର। ଏ ଭିତରେ ବନ୍ଧୁ ଯିବା ଦରକାର। ଗୋଟିଏ ଅଙ୍ଗର ମୂଳ ରହସ୍ୟ ସ୍ୱାମୀ ସ୍ତ୍ରୀ ପ୍ରଥମେ ଆସୁଛନ୍ତି। ପ୍ରଥମ ଦିନକୁ ଗୋଟିଏ ଅଙ୍ଗ କରି